This is OTN, your trusted source for breaking news. ଭବାନୀପାଟଣାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷେଧ ଦିବସ 2026 ପାଳିତ ହୋଇଛି। କଳାହାଣ୍ଡି ଜିଲ୍ଲାରେ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷେଧ ଦିବସ 2026 ଆଜି ଭବାନୀପାଟଣାସ୍ଥିତ ଟାଉନ୍ ହଲ୍ରେ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ 300ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ। ନିଶାରୁ ସଫଳତାପୂର୍ବକ ମୁକ୍ତି ପାଇଥିବା 2 ଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୂର୍ବରୁ କଲେଜଗୁଡ଼ାକରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଯୋଗଦାନ ଦେଇଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଢ଼, ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ କଳାହାଣ୍ଡି ଶ୍ରୀମତୀ ସାଗରିକା ପ୍ରଧାନ, ଟିଏସ୍ପି ଅବକାରୀ ବିଭାଗ କଳାହାଣ୍ଡି ସମ୍ପାଦକ ରାମକୃଷ୍ଣ ଏମ୍ ରାମପୁର, ବ୍ରହ୍ମାକୁମାରୀ ମଧୁ ମହୋଦୟ ଯୋଗଦାନ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଉମେଶ ଚନ୍ଦ୍ର ଶତପଥୀ ଯୋଗଦାନ ଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିନେଶ କୁମାର କହଁର କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ସାମର୍ଥ୍ୟ ଦୃଷ୍ଟିହୀନ ସଂଘ ଗୋଳାମୁଣ୍ଡା ବିଭିନ୍ନ ସାଂସ୍କୃତିକ ତଥା ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କଳାହାଣ୍ଡିରୁ ସ୍ୱତନ୍ତ୍ର ପ୍ରତିନିଧି ରୋହିତ କୁମାର ନିଆଲଙ୍କ ରିପୋର୍ଟ, OTN ଟିଭି। ସଚେତନତା ପ୍ରଚାର ପାଇଁ ଏକ ପ୍ରଚାର ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଯୁବଶକ୍ତି ହେଉଛି ଯେକୌଣସି ରାଷ୍ଟ୍ରର ଶକ୍ତି, ଦେଶର ଏବଂ ସମାଜର ବିକାଶରେ ଏହି ଯୁବଶକ୍ତିର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକରୁ ଆଜି ସମାରୋହ ପାଳିତ ହୋଇଛି ଟାଉନ୍ ହଲ୍ରେ। ଏଠି ବିଶିଷ୍ଟ ବ୍ୟକ୍ତି ସମସ୍ତେ ଥିଲେ, ଛାତ୍ରଛାତ୍ରୀ ମଧ୍ୟ ଥିଲେ ଏବଂ ପାର୍ଟିକୁଲାରଲି ଆମେ ଯୁବପିଢ଼ିକୁ ଯଦି ନିଶାମୁକ୍ତ କରିପାରିବା ତାହେଲେ ନିଶ୍ଚୟ ଗୋଟେ ଭାରତ ଗୋଟେ ସୁନ୍ଦର ଭାରତ ଭାବରେ ପରିଗଣିତ ହେବ। ଆଉ ନିଶା ଇଜ୍ ଏ ଗ୍ରେଟ୍ ହର୍ଡଲ୍ ଇନ୍ ଦି ସ୍ପିୟର୍ ଅଫ୍ ଡେଭଲପମେଣ୍ଟ, ଇନ୍ ଦି ୱେ ଅଫ୍ ଡେଭଲପମେଣ୍ଟ। ଯଦି ଛାତ୍ରଛାତ୍ରୀ ଆଉ ବ୍ୟକ୍ତିମାନେ ସେମାନେ ଯଦି ନିଶା ଯଦି ନିବାରଣ ଯଦି ନ କରିବେ ତାହେଲେ ସେମାନେ ପ୍ରକୃତରେ ପ୍ରଗତି ଆଣିପାରିବେ ନାହିଁ। ତ ସାର୍ ଏଇ ଯୁବପିଢ଼ି ଆଣିବା ପାଇଁ ଆମକୁ କ୍ୱାଲିଟେଟିଭ୍ ଏଜୁକେସନ୍ ଦରକାର, କ୍ୱାଲିଟେଟିଭ୍ ଏଜୁକେସନ୍, କ୍ୱାଲିଟେଟିଭ୍ ଟିଚର୍ସ ଦରକାର। ଆମର ସିନିୟର୍ସମାନଙ୍କର ବହୁତ ଗ୍ରେଟ୍ ରୋଲ୍ ଅଛି, ଡିସାଇସିଭ୍ ରୋଲ୍ ଅଛି ଯେ ସେମାନେ କେମିତି ଛୁଆମାନେ ଯେଉଁଠି ଖେଳୁଛନ୍ତି ବା ଯେଉଁଠି କିଛି କ'ଣ କରୁଛନ୍ତି ଯାଇ ସିନିୟର୍ ସିଟିଜେନ୍ସ ହିସାବରେ ଆମେ ତାଙ୍କୁ ପ୍ରିଭେଣ୍ଟ କରିବାକୁ ପଡ଼ିବ। ଆମକୁ ଭାବିବାକୁ ପଡ଼ିବନି ଯେ ସେ ଅନ୍ୟର ଛୁଆ ହେଇପାରେ, ସେଇ ଛୁଆ ଆମର ଭବିଷ୍ୟତ, ଦେଶ ପାଇଁ ଭବିଷ୍ୟତ। ସାର୍ ଗ୍ରାମାଞ୍ଚଳରେ ଆୱାରନେସ୍ କେମିତି ହେଉଛି? ଗ୍ରାମାଞ୍ଚଳରେ ଆୱାରନେସ୍ କରିବା ପାଇଁ ଆମେ ନିଶ୍ଚୟ ଚେଷ୍ଟା କରିବୁ। ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବୁ ଏବଂ ଗ୍ରାମାଞ୍ଚଳରେ ନିଶାମୁକ୍ତି ଅଭିଯାନ କରିବା ପାଇଁ ଆମେ ଚେଷ୍ଟା କରିବୁ। ଆମର ଅନେକ ଗୁଡ଼ିଏ ପ୍ରତିଭାବନ୍ତ ଯୁବକ ଯୁବତୀମାନେ ଅଛନ୍ତି ଯେଉଁମାନେ ଆସ୍ତେ ଆସ୍ତେ ତାଙ୍କର କୁସଙ୍ଗରେ ପଡ଼ି ସେମାନେ ଆକର୍ଷିତ ହୋଇ ଏ ନିଶା ସେବନ ଆରମ୍ଭ କରୁଛନ୍ତି ଏବଂ ଏ ନିଶା ଗୁଡ଼ିକ ତାଙ୍କର ଜୀବନକୁ ନଷ୍ଟ କରୁଛି, ଏକଥା ସେମାନେ ବୁଝିପାରୁନାହାନ୍ତି। ତେଣୁ ଆଜି ବିଶେଷ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେମାନଙ୍କର ସଚେତନତା କରିବା ପାଇଁ ଯେ ଅନ୍ତତଃ ପକ୍ଷରେ ଆମେ ଜୀବନରେ କୌଣସି ପରିସ୍ଥିତିରେ କୌଣସି ସାଙ୍ଗମାନଙ୍କ ସାଥିରେ ମିଶି ଆମେ କୌଣସି ପ୍ରକାର ନିଶା ସେବନ କରିବା ନାହିଁ। ଏଥିପାଇଁ ବିଶେଷ ଦାୟିତ୍ୱ ରହୁଛି ପୂଜ୍ୟ ପିତାମାତାଙ୍କର, ଆଉ ଦାୟିତ୍ୱ ରହୁଛି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ, ସମାଜର ଯେତିକି ବୁଦ୍ଧିଜୀବୀ ଅଛନ୍ତି ଏମାନେ ଏହାକୁ ଘୃଣା କରିବା ଦରକାର। ତେଣୁ ଆମେ ସେମାନଙ୍କୁ କହିବା ଯେ ତୁମେ ଯେକୌଣସି ଚିତ୍ର କରିବାରେ ତୁମେ ନିଶାଗ୍ରସ୍ତ ହୁଅ, ନୃତ୍ୟ କରିବାରେ ନିଶାଗ୍ରସ୍ତ ହୁଅ, ତୁମେ ଗୋଟେ ଭଲ ଦାର୍ଶନିକ ହୁଅ, ତୁମେ ଗୋଟେ ପ୍ରଜ୍ଞାବାନ ପୁରୁଷ ହୁଅ, ତା ନ ହେବା ଦ୍ୱାରା ତୁମର ବ୍ୟକ୍ତିଗତ କ୍ଷତି ହେବା ସଙ୍ଗେ ଗୋଟେ ରାଷ୍ଟ୍ରର ଗୋଟେ ଦେଶର କ୍ଷତି ହେଉଛି। ଆମେ ଅନେକ ଭଲ ପ୍ରତିଭାବନ୍ତ ଯୁବକ ହରାଉଛେ। ତେଣୁ ଆଜିର ବିକଶିତ ଭାରତ ଯଦି ଆମେ ଗଠନ କରିବା ପାଇଁ ଚାହିଁବା ତାହେଲେ ଆମେ ସୁସ୍ଥ ନାଗରିକ ତିଆରି କରିବା। ଆଉ ଏ ସୁସ୍ଥ ନାଗରିକ ତିଆରି କରିବା ପାଇଁ ଆମକୁ ନିହାତି ପକ୍ଷେ ମୂଳରୁ ଦେଖିବାକୁ ପଡ଼ିବ।